ଏଥର ରଜରେ ଦୁଇଟି ଫିଲ୍ମ ଆସିଥିଲା, ଗୋଟେ ହେଲା ବୋଉ ବୁଟୁ ଭୂତ ଯୋଉଟା କି ବାବୁସାନଙ୍କର। ଅଲରେଡି ସେଟା ବ୍ଲକବଷ୍ଟର ହେଇସାରିଛି, କାରଣ 1 ୱିକ୍ ଭିତରେ ଏହା 7.5 କରୋଡର ଗ୍ରସ୍ କଲେକ୍ସନ ଓଡିଶାରେ କରିସାରିଛି, ଯୋଉଟା କି ଅଲ୍ ଟାଇମ୍ ବ୍ଲକବଷ୍ଟର ହବାକୁ ଯାଉଛି। ଆଉ ଆର କଲେକ୍ସନ ମଧ୍ୟ 10 କରୋଡ ହବାର ସମ୍ଭାବନା ରହିଛି। ଏକ୍ସପେକ୍ଟେଡ ହଉଛି କି ଏ 10 କୋଟି ମଧ୍ୟ କ୍ରସ୍ କରିଯିବ। ଆଉ ଗୋଟେ ଫିଲ୍ମ ରିଲିଜ ହେଇଥିଲା ସବ୍ୟସାଚୀଙ୍କର, ଯୋଉଟା କି ବହୁତ ହି ଡେଡିକେସନ ଦେଇକି ସେ ଫିଲ୍ମଟିକୁ ବନେଇଥିଲେ, ଯାହାର ନାଁ ହେଲା ଅନନ୍ତା। ଅନନ୍ତା ତ ବହୁତ ହି ପ୍ରେଜ ଓର୍ତି ପାଇଲା, ତାକୁ ବହୁତ ହି ପ୍ରଶଂସା କଲେ ଲୋକ, ବଟ୍ କଲେକ୍ସନ ମାମଲାରେ ବହୁତ ହି ପଛରେ ରହିଗଲା। କାହିଁକି ରହିଗଲା ସେଟା ଆମେ ଡିସ୍କସନ କରିବା। ଆଉ ଅନନ୍ତାକୁ ଲୋକ ପସନ୍ଦ କାହିଁକି ଏତେ କଲେନି ଯେମିତିକି ବୋଉ ବୁଟୁ ଭୂତକୁ କଲେ ବାବୁସାନଙ୍କର। ଯଦି ଆପଣମାନଙ୍କୁ ଏଇଭଳି ମୁଭି ରିଭ୍ୟୁ ପସନ୍ଦ ଅଛି ତାହେଲେ ସବସ୍କ୍ରାଇବ କରନ୍ତୁ ଚ୍ୟାନେଲକୁ, ନୋଟିଫିକେସନକୁ ମଧ୍ୟ ଅନ୍ କରିଦିଅନ୍ତୁ, ଯାହାଫଳରେ ଆପଣଙ୍କ ପାଖରେ ଶୀଘ୍ର ରିଭ୍ୟୁ ପହଞ୍ଚିଯିବ। ଆମେ କଥା ହେବା ବର୍ତ୍ତମାନ ଅନନ୍ତା ଉପରେ। ଅନନ୍ତା କାହାଣୀକି ଆପଣମାନେ ସବୁ ଜାଣିଥିବେ। ଯଦି ବି ଜାଣିନାହାନ୍ତି ତାହେଲେ ୟୁଟ୍ୟୁବରେ ଫ୍ରିରେ ଆଭେଲେବୁଲ ଅଛି। ଆପଣ ଯାଇକି ଯୋଉ ଡିଡି ଓଡିଆରେ ଆଗରୁ ଦଉଥିଲା ଅନନ୍ତାର ଷ୍ଟୋରି, ଯୋଉଥିରେ କି ପିଣ୍ଟୁ ନନ୍ଦ କ୍ୟାରେକ୍ଟର ନିଭେଇଥିଲେ ଅନନ୍ତାର, ସେଟାକୁ ବି ଆପଣ ଯାଇକି ଦେଖିପାରିବେ। ତାପରେ ଅନନ୍ତା ମୁଭିକି ଦେଖିବାକୁ ଆସିବେ। ଯଦି ସେଟା ଆପଣ ଦେଖିନାହାନ୍ତି ତାହେଲେ ଅନନ୍ତା ଦେଖନ୍ତୁ, ବହୁତ ହି ଆପଣଙ୍କୁ ଭଲ ଲାଗିବ। ଷ୍ଟୋରି ୟାର ବହୁତ ହି ସିମ୍ପଲ ଅଛି। ଗୋଟେ ଛୁଆଟେ ଅଛି ଯିଏ କି ଇମ୍ୟାଚୋର୍ଡ ହେଇଯାଇଛି, ତାର ବୟସ ବଢି ଯାଇଛି, ବଟ୍ ସେ ମାଇଣ୍ଡରୁ ମ୍ୟାଚୋର୍ଡ ହେଇନାହିଁ। ସେ ଛୋଟ ପିଲା ଭଳି ହରକତ କରୁଛି, ଆଉ ତାର ପେଟ ମଧ୍ୟ ବହୁତ ହି ବଡ ଗୋଟେ ହେଇଯାଇଛି। ବାଡିରୁ ଚୋରି କରିକି ଖାଉଛି, ଏକ୍ସେଟ୍ରା ଏକ୍ସେଟ୍ରା। ଯେମିତି ଗୋଟେ ଛୋଟ ଛୁଆ କରେ ସେ ସେଇଭଳିଆ କରୁଛି। ବଟ୍ ତା ଦେହରେ ଇମୋସନାଲ ଆଙ୍ଗେଲ ମଧ୍ୟ ଅଛି। ସେ ମାଇଣ୍ଡରୁ ମ୍ୟାଚୋର ହେଇନି ସତ, ଇମ୍ୟାଚୋର ହେଇଛି, ବଟ୍ ତାର ଫିଲିଙ୍ଗସକୁ ମଧ୍ୟ ଏଥିରେ ଶୋକେସ୍ କରାଯାଇଛି। ତାର ସିନେମାଟୋଗ୍ରାଫି ବଢିଆ ଅଛି, ବିଜିଏମ୍ ବଢିଆ ଅଛି, ଆକ୍ଟିଂ ପରଫର୍ମାନ୍ସ ସମସ୍ତଙ୍କର ଭଲ ଅଛି। ବଟ୍ ଆ ଦେହରେ କିଛିଟା ନେଗେଟିଭ ପଏଣ୍ଟ ଅଛି ଯୋଉଟା କି ଏ ଫିଲ୍ମକୁ ଡାଉନ ସାଇଡ ନେଇଯାଉଛି। ପ୍ରଥମ ହେଲା ଏହାର କ୍ଲାଇମାକ୍ସ। ତାର କ୍ଲାଇମାକ୍ସରେ ଇମୋସନାଲ ସେଣ୍ଟିମେଣ୍ଟ ଏତେ ନାହିଁ ଯୋଉଟା କି ଅଡିଏନ୍ସକୁ କନେକ୍ଟ କରିକି ରଖିପାରିବ। ଆପଣ ଯଦି ଦେଖିବେ ୟୁଟ୍ୟୁବରେ ଫ୍ରିରେ ଆଭେଲେବଲ ଥିବା ଅନନ୍ତାକୁ, ତାହେଲେ ତାର ଇମୋସନାଲ ଆଙ୍ଗେଲ ଯୋଉଟା ଥିଲା ନା, ଏତେ ବର୍ଷ ପୁରୁଣା ହେଲେ ବି ସେଟା କନେକ୍ଟ ଆପଣଙ୍କୁ କରିଯିବ, ଆପଣଙ୍କ ସହିତ ଜଡିତ ହେଇଯିବ। ବଟ୍ ଏ ଫିଲ୍ମରେ ଇମୋସନାଲ ଆଙ୍ଗେଲ କ୍ଲାଇମାକ୍ସରେ ଖାସ କରିକି ରହିବା ଦରକାର ଥିଲା, ଯୋଉଟା କି ଡିସକନେକ୍ଟ ହେଇଯାଉଛି ଅଡିଏନ୍ସ ମାନଙ୍କ ଠାରୁ। ତା ସହିତ ସବ୍ୟସାଚୀଙ୍କ ପରଫର୍ମାନ୍ସ ବହୁତ ହି ଭଲ ଅଛି। ମତେ ସାଲ୍ୟୁଟ ମାରିବାକୁ ଇଚ୍ଛା ହଉଛି, କାରଣ ସେ ଏତେ ଡେଡିକେସନ, ଆମ ଓଡିଆ ଇଣ୍ଡଷ୍ଟ୍ରି ଭିତରେ ସେ ଏତେ ଭଲ ଡେଡିକେଟେଡ ଆକ୍ଟର ଆମେ ଦେଖିବାକୁ ପାଇଲୁ। ଅମିର ଖାନ ଯୋଉ ଭଳିଆ ଦଙ୍ଗଲରେ ନିଜର ଫିଜିକାଲ ହେଲ୍ଥଟାକୁ ବଢେଇଥିଲେ, ସେଇଭଳି ସବ୍ୟସାଚୀ ମଧ୍ୟ କଣ କରିଥିଲେ ନା ଏ ଫିଲ୍ମ ପାଇଁ ନିଜର ୱେଟ୍ ଗେନ୍ କରାଇଥିଲେ। ତା ସହିତ ଡ୍ରାଷ୍ଟିକାଲି ଚେଞ୍ଜେସ୍ ମଧ୍ୟ ତାଙ୍କ ବଡିରେ ଆସିଥିଲା। ମତେ ସବୁଠୁ ଭଲ ଲାଗିଥିଲା ତାଙ୍କର ପ୍ରମୋସନ ଯୋଉ ଭଳିଆ କରେଇଥିଲେ, ସେ ସର୍ଟ ବିନା ସର୍ଟରେ ବା ସର୍ଟଲେସ୍ ହେଇକି ଯୋଉ ପ୍ରମୋସନ କରଉଥିଲେ, ବହୁତ ହି ମଜା ଲାଗୁଥିଲା। ବଟ୍ ଅଡିଏନ୍ସ ମାନଙ୍କର ସପୋର୍ଟ ଏତେ ମିଳିଲାନି। କାହିଁକି ମିଳିଲାନି ତାର ବି ରିଜିନ ଅଛି। ଏଟା ଯଦି ଅଲଗା ସମୟରେ ରିଲିଜ ହେଇଥାନ୍ତା, ମେ ବି ସକ୍ସେସଫୁଲ ହେଇପାରିଥାନ୍ତା ଅଧିକ। ବଟ୍ ବାବୁସାନ ତ ବାବୁସାନ ନା, ଓଡିଶାର ସୁପରଷ୍ଟାର କହିବାକୁ ଗଲେ ବର୍ତ୍ତମାନ ବାବୁସାନ। ଆଉ ବାବୁସାନଙ୍କ ସାଙ୍ଗରେ ଟକ୍କର ହେଲା ପରେ ଟିକେ ତ କଲେକ୍ସନରେ ଫରକ ପଡିବ। ସୋ ସେଥିପାଇଁ ଅନନ୍ତା ଏତେ ବିଜନେସ କରିପାରିଲାନି। ବଟ୍ ଆମକୁ ଅନନ୍ତା ଭଳିଆ ଫିଲ୍ମକୁ ସପୋର୍ଟ କରିବା ଦରକାର। ଏହା ହଉଛି ଆମ ଓଡିଶା ମାଟିର କାହାଣୀ। ଏଇଭଳି ଫିଲ୍ମକୁ ସପୋର୍ଟ କଲେ ଯାଇକି ଆମ ଓଡିଆ ଇଣ୍ଡଷ୍ଟ୍ରି ଆଗକୁ ବଢିପାରିବ। ଆଉ ସିନେମାଟୋଗ୍ରାଫି ବଢିଆ ଅଛି, ଆଉ ବିଜିଏମ ବଢିଆ ଅଛି, ଲୋକେସନ ବହୁତ ହି ବ୍ୟୁଟିଫୁଲ ଲୋକେସନ ଅଛି, କୁନା ତ୍ରିପାଠୀଙ୍କ ଆକ୍ଟିଂ ମଧ୍ୟ ଅଛି। ଏ ଫିଲ୍ମରେ ଆପଣ ସବୁ କିଛି ପାଇପାରିବେ, କମେଡି ପାଇପାରିବେ, ଆପଣ ଆ ଦେହରେ ଛୋଟ ଛୁଆର ହରକତ ମଧ୍ୟ ପାଇପାରିବେ, ଇମୋସନାଲ ଗୋଟେ ମା ଆଉ ପୁଅର ରିଲେସନକୁ ମଧ୍ୟ ବଢିଆ ତରିକେ ସେ ଦେଖାଯାଇଛି। ତେଣୁ ଆପଣ ଏ ଫିଲ୍ମକୁ ନିଶ୍ଚିତ ଯାଇ ଦେଖନ୍ତୁ, ଏଇଭଳି ଫିଲ୍ମକୁ ସପୋର୍ଟ କରନ୍ତୁ, ତାହେଲେ ଯାଇକି ଓଡିଆ ଇଣ୍ଡଷ୍ଟ୍ରି ଆଗକୁ ଯିବ। ଭିଡିଓ ଯଦି ଟିକେ ବି ଭଲ ଲାଗିଥିବ ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ସବସ୍କ୍ରାଇବ କରିଦିଅନ୍ତୁ, ଭାଇକୁ ସପୋର୍ଟ କରନ୍ତୁ। ଜୟ ଜଗନ୍ନାଥ।